ମନେ ଅଛି ଥରେ ଜେଜେ ମାମିକୁ ମାରିଥିଲେ ମାନେ ଶ୍ୱଶୁର जी ବୋହୂକୁ ମାରିଥିଲେ ସେ କେସଟା ମାରିଥିଲା ବି କେତେଟି ଆଁ କେତେ ମାରିଥିଲା ବୋଲି ମୋର ମନେ ନାହିଁ। ମତେ ମାରିଥିଲେ ବୋଲିକିରି ହଁ ମତେ ମାରିଥିଲେ ବୋଲିକିରି ତ ମୁଁ ଶୁଣେ। ହଁ ମାରିଥିଲେ ବୋଲି ମାରିଥିଲା ପରା ବୁଢ଼ା କଣ ହେଇଥିଲା କେସ ଦେଇଥିବ ସିଏ କହ ଏତେ ଦିନର କଥା ମୋର ଆଉ ମନେ ନାହିଁ। ବୁଢ଼ା ମରିଗଲା ଯେତେବେଳେ ବୁଢ଼ା କିଛି ଦିନ ପରେ ତ ବୋଉକୁ ନାଗିଲା। ହଁ ବୋଉକୁ ନାଗିଥିଲା ଆଉ ହଁ ନାଗିଲା ଶୁଣିଥିଲି ବୋଧେ ଟିକେ ମୁଁ ତ ସାଡ଼େ ରହେ ମନେ କ'ଣ ଆଉ ଏତେ ଦିନ ହଁ ସେଇଠୁ ତାପରେ ସେ ବୋଉ ସେଇଠୁ ବୁଢ଼ା ମୋତେ ଭାରି ଭଲ ପାଏ। ହଁ ପାନ ଫାନ ମୋଠୁ ନେଇ ସେ ବଡ଼ା ପାଙ୍କୁ ବହୁତ ଭଲ ପାଆନ୍ତି ନା। ହଁ ସେଇଠୁ କହିଲା ଆଉ ସେ ତାଙ୍କ ପୁତୁରା ମୁଁ କହିଲି କ'ଣ ହଁ ମୁଁ କହିଲା ଉତ୍ତମ ମୁଁ କହିଲି କ'ଣ ତୋ ବୋଉ କହୁଛି ମମି ମୁଁ ସେଇଠୁ ଗଲି ଦେଖିବାକୁ କହିଲେ ବୁଢ଼ା ନାଗିଥିଲି ସେଇଠୁ ଗଲି ସେଇଠୁ ଉତ୍ତମ ଆଇଲୁ ମୁଁ କହିଲି ହଁ ନା ପାନ ଖଣ୍ଡେ ମୋ ପାଇଁ ଆଣେ ସାଙ୍ଗେ ସାଙ୍ଗେ ହଁ ବୁଢ଼ା ମୋତେ ଦେଖିଲି ପାନ ମାଗେଇ ତ ପାନ ଆଣିଲି ଟିକେ ପାନ ଖାଲି ପାନ ଦେଲୁ ଗୁଆ ଦେଲୁ ବୁଢ଼ା ମାଗେଇ ସେଠୁ ଲୋକ ଟିକେ ଦେବାକୁ ଦେଖି ଶିଖନ୍ତି ମୁଁ ବୁଢ଼ା ମାଗିଲି ଦେଇ ବୁଢ଼ା ସେତେବେଳେ ସମୟରେ ଲୋକଙ୍କ ପାଖରେ ପଇସା କାହା ପାଖରେ ଥିଲା ବା ବୁଢ଼ା ପାନ ଛାଡ଼େଇନି ବୁଢ଼ା ରହର ଖାଉ ତ ଦିନ ରାତି ସରିଗଲା ଆଜି ଜିନିଷଟା ଆଉ ନାହିଁ ତ ଏଇଠି ଆଉ କ'ଣ ଆଣିହବ ହାଟକୁ ତ ଟିକେ ଗୁଆ ଆଣିଲୁ ଟିକେ ଗୁଣ୍ଡି ଆଣିଲୁ ବୁଢ଼ା କ'ଣ ଚାଲୁକ ବଳ ଖାଇକି ଧନିଆ ମୋର ମନେ ଅଛି ଗୋଟେ ଆସେ କଳା ପତ୍ର ଆସେ ଗୋଟେ ବାଇଗଣୀ ପତ୍ର ଟିକେ ଆସିବ ସେ ପୋଡ଼ା ମାନେ ଭଜା ହବ ଗୁଣ୍ଡି ଧନିଆ ଭଜା ହବ ସବୁ ଏକାଠି ସେ ବାଇଗଣୀ ପତ୍ର କ'ଣ ସେଟା ଚାଲୁକ ବଳଟି ନା ଆଉ ସେଟା କ'ଣ ବାଇଗଣୀ ପତ୍ର ବାଇଗଣୀ କହିଲେ ବାଇଗଣ ଗଛ ପତ୍ର ନା ସେ ସ୍ୱତନ୍ତ୍ର ସେ ଧୂଆଁ ପତ୍ରଟାଟି ହଁ ସେ ଧୂଆଁ ପତ୍ର ସିଏ ସେଇ ବାଇଗଣୀ ପତ୍ର ଆଉ ସେଆକୁ ବାଇଗଣୀ ପତ୍ର କହନ୍ତି ନାଇଁ ସେଇଠୁ ତାପରେ ପାନ ବୁଢ଼ା ହାଡ଼ୁ କହିଲା ଆଉ ତମ ପାନ ଖଣ୍ଡେ ପାନ ଖଣ୍ଡେ ଆଣେ ମୋ ପାଇଁ ମୁଁ ଆଉ ଏତେ କଥା ଜାଣେ ମୁଁ କହିଲି ପାନ ବୁଢ଼ା ଯେଉଁ ପାନ ଖାଇ ସେଇ ପାନ ଖଣ୍ଡେ ଦେଇ ଟିକେ ନା ଦେଲେ ମୋତେ କହିବ ମୁଁ ତୁ ମୋତେ ଠକି ଦେଇଛୁ ଏତିକି ଅଳ୍ପ ଟିକେ ପକେଇ ନେଇଛୁ ବୁଢ଼ା ଯେମିତି ଗୁଆ ପୁଳାଏ ଖାଇ ଗୁଣ୍ଡି ଯେତିକି ଖାଇବା କଥା ମୁଁ ଦେଖିଛି ମୁଁ ସେମିତି ଖଣ୍ଡେ ଦେଇଦେଲି ଆଉ ବୁଢ଼ା ସେ ପାନ ଖଣ୍ଡ ଖାଇ ଜାଣିଛି ଆଉ ମାନେ ତମେ କେମିତି ଆକ୍ଚୁଆଲି ଏବେ ସବୁ ଲୋକ ଡାଉଟ୍ କରନ୍ତି ଏ ଯେଉଁ ଭୂତ ନାଗିଆ ଇଏ କରିବା ଆକ୍ଚୁଆଲି କ'ଣ ଏଇଟା ସତ ନା ମିଛ? ସତ ନା ସତ ସତ ସେ ଗୁଣି ଆଇଲେ ବାଡ଼େଇକି ଝଡ଼ାଇ ଦିଏ କ'ଣ ଗୁଣିଆକୁ ଡାକନ୍ତି ହଁ ଝାଡ଼ନ୍ତିନି ତାକୁ ଝାଲି ଜାଣିଯିବ ନା ତାହେଲେ ମାନେ ସେ ଯେଉଁ ନାଗନ୍ତି ସେ କ'ଣ କେମିତି ତମେ ଜାଣ ଲୋଭ ଥାଏ ନାଗନ୍ତି ଆଡ଼ୁ ସାଡ଼ୁ ଗପିଲେ ସେଠୁ ଜଣାପଡ଼ିଯିବ ଆଉ କ'ଣ ଗପିଲେ ଆଡ଼ୁ ସାଡ଼ୁ ଆମର ଏଇ କଥାଟା ମୁଁ କହିବା କଥା ନୁହଁ ଏଇଟା କହିଲି ସେଠୁ ସେ ତମେ ଜାଣିବ ନା ନାଇଁ ଗପିବ ଶୋଇବ ଆଖି ବୁଜିବ ସେ ଯିଏ ଯେମିତି ରୂପରେ ହେଇଥିବ ସେ ସେଇଆ କରିବ କାନ୍ଦିବ ଯେଉଁ ରୂପରେ ଯେ ମରିଥିବ ଯାହା କରିଥିବ ଏମିତି ଆଉ ନାଇଁ ଧର ଏଇଟା ଗୋଟେ ଜିନିଷ ଏଇଥିରୁ ଜଣା ପଡୁଥିବ ଯେ ସେଇ ଲୋକର ଆତ୍ମାଟା ଲାଗୁଛି ଯେ ମାନେ କ'ଣ କହିଲ ସିଏ ଯୋଉ କାମଟା କରିଥିବ କି ଯୋଉ ପଚାରିବେ କହିବେ ତୁ କିଏ ସିଏ କହିଦେବ ମୁଁ ଚୁମିକି ସେଇଟା ଆମେ ଜାଣିବୁ କ'ଣ ଚୁମିକି ନାଗିଛି ଆଉ କ'ଣ ତାପରେ ଆଉ ବି କିଛି ଜିନିଷ ଯୋଉ ଘଟଣାଟା କେବଳ ସେଇ ଲୋକ ଜାଣିଥିବ ଆଉ କେହି ଜାଣିନଥିବେ ସେ ଜିନିଷ ସିଏ ଦେଖେଇଲେ ତମେ ଜାଣିବ କି ସେଇ ବୋଲି କି ଆଉ ଏମିତି ଜାଣିନାହାନ୍ତି ସେ କ'ଣ କହୁଛି ଅମକ ନା ସେଇଠୁ ଆମେ ଯଦି ଜାଣିଛୁ ଏଇ ଲୋକଟା ଇଏ ଆଉ ସ୍ୱତନ୍ତ୍ର ଆଉ କଥା ହେଉଛି ଏଇଆ ସେ ଆକୁ ମାମିକି କେମିତି ନାଗିଥିଲେ ମାନେ ନାଗନ୍ତି କୋଉଠି କେମିତି ନାଗନ୍ତି ସବୁ କ'ଣ ହେଲେ ନାଗି ସେଇଟା ଆତ୍ମାଟା ଥାଇ ଆଜି ଝିଲି ମୋତେ ଆମ ଜିନିଷ ଦେଲେ ଖାଇବାକୁ ମୁଁ ପଳେଇବି କଥା ହେଉଛି ଏଇଆ ଆଉ ବୁଢ଼ା ଗୋଟେ ଲୋଭରେ ଆଇଛୁ ଭାରି ବହୁ ନାଗିଛି ନାଗି ସେଇଠୁ ଆଉ ସେଠୁ ଗପିଲା ସେଠୁ ଲାଷ୍ଟକୁ ମୁଁ ଆଇଲି ଯେମିତି ମୋତେ ସେଇଠୁ ମାଗିଲା କହିଲା ପାନ ଖଣ୍ଡେ ଦେଲି ପାନ ଖଣ୍ଡେ ଖାଇଲା ଇଏ ସେଠୁ କ'ଣ କଲା ବାନ୍ତି କଲା ସେଠୁ ଇଏ ତ କଡ଼ା ପଡ଼ା କିଛି ଖାଏନି ଖାଇଲା ଯେମିତି ଆମୁଲ ଧରି ପକେଇଲା ଇଏ ସେଠୁ ବାନ୍ତି କରି ସେଠୁ ବୁଢ଼ା ବାନ୍ତି କରି ପକେଇଛି ବୁଢ଼ା ସେଠି ପଳେଇଲା ଆଉ କ'ଣ ଆଉ ବୋହୂଟାକୁ ନାଗିଛି ଆଉ କ'ଣ ଆଉ କାହାକୁ ନାଗିଛି ଛାଡ଼ିକି ଯିବନି ପଳେଇଲା ଆଉ ଆମର ଶୁଣିଲା ଭଳିଆ ଲାଗୁଛି କି ମାନେ ବୋଧେ ନଈ ଆଡ଼େ ଝାଡ଼ା ଫଡ଼ା ବୋଧେ ଯାଇଥିଲେ କି କ'ଣ ସିଆଡ଼ୁ ନାଗିକି ଯାଇଥିଲା ନା କ'ଣ ଝାଡ଼ା ଫେରେ ସେ କ'ଣ ପାଇଖାନା ଥିଲା ନା ଝାଡ଼ା ଯାଇକି ନାଗିଥିବ ଆଉ କ'ଣ ଶୁଣିଲା ସବୁ ସାଙ୍ଗ ବେଳ ବୁଡ଼ିଆ ସେ ବୁଢ଼ା ଆମର ଏଇ ପାଲା କରିଥିଲା ନାଇଁ